24 ঘণ্টা ন ପୁରୁଣୁ 55 ନମ୍ବର ଜାତୀୟ ରାଜପଥରେ ପୁଣି ଏକ ଅଘଟଣ। ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର। ଦୁର୍ଘଟଣାକୁ ନେଇ 55 ନମ୍ବର ଜାତୀୟ ରାଜପଥ ଘଟଣାସ୍ଥଳରେ ଉତ୍ତେଜନା। ସବୁଦିନିଆ କମ୍ପାନୀ ଡ୍ୟୁଟିକୁ ଯାଉଥିବା ବେଳେ ଟ୍ରକ୍ ଚକ ତଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛି। ଅନୁଗୁଳ ଟାଉନ ଥାନା ଅଧୀନସ୍ଥ ତୁରଙ୍ଗସ୍ଥିତ ପ୍ରଶାନ୍ତି ହୋଟେଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବିକ୍ରମ ରାଉତରାୟ। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଆହତ ଜଣକ ହେଲେ କରଣବୀର ଗୋପୀ। ଉଭୟ ଜେଏସ୍ପିଏଲ୍ କମ୍ପାନୀରେ ଡ୍ୟୁଟି ପାଇଁ ଯାଉଥିବା ବେଳେ ରାଜପଥ ଅତିକ୍ରମ କରୁଥିଲେ। ଯେଉଁ ସମୟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ବିକ୍ରମଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ କରଣ ଗୁରୁତର ହୋଇଛନ୍ତି। ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଲୋକେ 55 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି।